ଆଲୋଚନା କରିବା ଜନ୍ ପିଆଜେ ଏବଂ ତାଙ୍କ ଦ୍ୱାରା ପ୍ରଦତ୍ତ କଗ୍ନିଟିଭ୍ ଡେଭଲପମେଣ୍ଟ ଥିଓରି ବା ବୋଧଜ୍ଞାନ ତତ୍ତ୍ୱ। ଜନ୍ ପିଆଜେ ଏକ ପ୍ରମୁଖ ନାମ ଶିକ୍ଷା ମନୋବିଜ୍ଞାନ ବା ମନୋବିଜ୍ଞାନ ଶାସ୍ତ୍ରରେ, ଯିଏକି ଜଣେ ସୁଇଜରଲ୍ୟାଣ୍ଡର ସାଇକୋଲୋଜିଷ୍ଟ ଥିଲେ। ସେ ଏହି ଜ୍ଞାନାତ୍ମକ ବିକାଶ କିପରି ଶିଶୁ ପାଖରେ ଘଟେ ବା ଏହି କଗ୍ନିଟିଭ୍ ଡେଭଲପମେଣ୍ଟ କିପରି ହୁଏ, ଏହି ସମ୍ବନ୍ଧୀୟ ବିସ୍ତୃତ ଧାରଣା ପ୍ରଦାନ କରିଥିଲେ। ତାଙ୍କ ମତରେ ଦି ପ୍ରୋସେସ୍ ଅଫ୍ ନୋଇଂ ଅର୍ ରିଲେଟେଡ୍ ଟୁ ରିଜନିଂ ସ୍କିଲ୍ ଅର୍ ଥିଙ୍କିଂ ଫର୍ ଅଣ୍ଡରଷ୍ଟାଣ୍ଡିଂ ଦିଜ୍ ଆର୍ କଲ୍ଡ ଦି କଗ୍ନିଟିଭ୍ ଡେଭଲପମେଣ୍ଟ। ଗୋଟେ ଶିଶୁ ପାଖରେ ଜ୍ଞାନାତ୍ମକ ବିକାଶ ଘଟିଛି ବୋଲି ଆମେ କିପରି ଜାଣିବା, ତାର କଗ୍ନିଟିଭ୍ ଡେଭଲପମେଣ୍ଟ କିପରି ହେଉଛି ଜାଣିବା ନା ଯେତେବେଳେ ସେ କିଛି ଜାଣିବା ବା ଶିଖିବାର ଆଗ୍ରହରେ କିଛି ଜାଣିବାକୁ ପ୍ରଶ୍ନ ପଚାରେ, ଶିଖିବାକୁ ଇଚ୍ଛା କରେ, ତା ସହିତ ତାର୍କିକ ଚିନ୍ତନ କରେ, ସେଇ ଚିନ୍ତା କରିବାର ଦକ୍ଷତା ତା ପାଖରେ ଆସେ ଏବଂ ଗୋଟିଏ ଜିନିଷକୁ ବୁଝେ ଏବଂ ଅନ୍ୟକୁ ବୁଝେଇକି କହିପାରେ, ତା ଅର୍ଥ ସେ ଜ୍ଞାନ ଅର୍ଜନ କରିଛି ବୋଲି ଆମେ କହିବା। ତା ପାଖରେ ଜ୍ଞାନାତ୍ମକ ବିକାଶ ଘଟିଛି ବୋଲି କହିବା। ଏହା ଥିଲା ଜନ୍ ପିଆଜେଙ୍କର ମତ। ଜନ୍ ପିଆଜେଙ୍କ ମତରେ ଶିଶୁଟିଏ ପ୍ରଥମେ ଏକ ମାଟିର ଗୁଳା ବା କଞ୍ଚା ମାଟି, ତାକୁ ଆମେ ଯେଉଁପରି ତାକୁ ରୂପ ଦେବାକୁ ଚାହିଁବା ଆମେ ସେଇଭଳି ରୂପ ତାକୁ ଦେଇପାରିବା। କିନ୍ତୁ ଏହା ନୁହେଁ ଯେ ପିଲାଟି ପାଖରେ ଆଦୌ କିଛି ଗୁଣ ରହିନାହିଁ। ତା ପାଖରେ ମଧ୍ୟ କିଛି ଗୁଣ ରହିଛି, ଯେପରି ବୟସ୍କମାନଙ୍କ ପାଖରେ ରହିଛି। ଆମକୁ କେବଳ ସେଇ ଗୁଣକୁ ଖୋଜି ବାହାର କରିବାର ଅଛି, ତାକୁ ବିଭିନ୍ନ ପରିବେଶ ଯୋଗାଇବାର ଅଛି, ଯାହା ମାଧ୍ୟମରେ କି ସେ ଜ୍ଞାନାତ୍ମକ ବିକାଶ ଘଟିବାରେ ତାର ସହାୟତା ହେବ। ତେଣୁ ଏହି ଜ୍ଞାନାତ୍ମକ ବିକାଶ ବା କଗ୍ନିଟିଭ୍ ଡେଭଲପମେଣ୍ଟ ପ୍ରାୟ ବୟସ 14ରୁ 15 ବର୍ଷ ମଧ୍ୟରେ ହୋଇଥାଏ ବୋଲି ଜନ୍ ପିଆଜେ ବର୍ଣ୍ଣନା କରିଛନ୍ତି। ଜନ୍ ପିଆଜେଙ୍କ ମତରେ ଶିଶୁଟି ହେଉଛି ଏକ ଲିଟିଲ୍ ସାଇଣ୍ଟିଷ୍ଟ, ଛୋଟ ବୈଜ୍ଞାନିକ, ଯିଏକି ବିଭିନ୍ନ ବିଷୟକୁ ଚିନ୍ତା କରେ। ତେଣୁ ଜନ୍ ପିଆଜେ ହେଉଛନ୍ତି ଜଣେ କନଷ୍ଟ୍ରକ୍ଟିଭିଷ୍ଟ। ତେଣୁ ସେ ଶିଶୁର ଏଇ ଯେଉଁ ଚିନ୍ତନ ପ୍ରକ୍ରିୟା ତା ବିଷୟରେ ବିସ୍ତୃତ ରୂପେ ଆଲୋଚନା କରିଛନ୍ତି। ତାଙ୍କ ମତରେ ଶିଶୁଟି ଖାଲି ଫମ୍ପା ମାଠିଆ ନୁହଁ ବା ତା ଭିତରେ କିଛି ନାହିଁ ବୋଲି କହିବା ଏହା ଏକ ଭୁଲ ହେବ। କାରଣ ପିଲାଟି ମଧ୍ୟ ବିଭିନ୍ନ ପ୍ରକାର ଚିନ୍ତନ କରେ ବୟସ୍କ ଲୋକଙ୍କ ପରି। ହଁ, ଏକଥା ସତ ଯେ ଆମର ଚିନ୍ତନର ମାତ୍ରା, ପିଲାଟିର ଚିନ୍ତନର ମାତ୍ରା ବା ବିଷୟବସ୍ତୁ ଭିନ୍ନ ହୋଇପାରେ। ଯେପରିକି ଧରାଯାଉ ଆମ ମନରେ ବା ବୟସ୍କ ଲୋକଙ୍କ ମନରେ ପ୍ରାୟ 10,000 ଥଟ୍ ବା ଚିନ୍ତନ ଆସୁଛି ବା ବିଭିନ୍ନ ପ୍ରକାର ପ୍ରଶ୍ନ ଆମ ମନରେ ଉଙ୍କି ମାରୁଛି, ତାହାର ପରିମାଣ ହୋଇପାରେ 10,000। ତେବେ ଶିଶୁଟି ମଧ୍ୟରେ ମଧ୍ୟ ଏହିପରି 10,000ର ଭାବନା ଉଙ୍କି ମାରୁଥାଏ, କିନ୍ତୁ ତାହା ଅଲଗା ଅଲଗା ହୋଇଥାଏ। ଯେପରିକି ଆମର ଚିନ୍ତନ କିପରି ବିଭିନ୍ନ ସମସ୍ୟାକୁ ସମାଧାନ କରାଯିବ, କିପରି ଅର୍ଥ ରୋଜଗାର କରାଯିବ, କିପରି ଘରଟିଏ ତିଆରି କରାଯିବ ଇତ୍ୟାଦି ଉପରେ ପର୍ଯ୍ୟବେସିତ ହେଲାବେଳେ ଶିଶୁଟି କିନ୍ତୁ ଭାବିଥାଏ, ମୋର ଖେଳଣାଟି ଆଜି ଭାଙ୍ଗିଗଲା, ତାହା କିପରି ମୁଁ ତିଆରି କରିବି, ପୁଣି ଏକ ଖେଳଣା କିପରି ପାଇବି, ସେ ସାଙ୍ଗଟି ମୋ ଉପରେ ରାଗିଛି, ତା ସହିତ ମୁଁ କଥା ହେବି କି ନାହିଁ, ଏମିତି ନାନା ସମସ୍ୟା ଉପରେ ଶିଶୁ ମଧ୍ୟ ଚିନ୍ତା କରିଥାଏ। ତେଣୁ according to ଜନ୍ ପିଆଜେ, children's thinking differs in kind from adults than in amount. amount ଅପେକ୍ଷା କାଇଣ୍ଡରେ ଅଲଗା ହେଇପାରିବ, ପ୍ରକାର ଭେଦରେ ହେଇପାରେ। ଚିଲଡ୍ରେନ୍ ଆଉ ଏଲ୍ଡର ମାନଙ୍କର ଥିଙ୍କିଂ ପ୍ରୋସେସ୍ ବା ଥିଙ୍କିଂଟା ଅଲଗା ହେଇପାରେ। କାଇଣ୍ଡରେ ତାର ପ୍ରକାର ଭେଦରେ ଅଲଗା ହେଇପାରେ, କିନ୍ତୁ ଏମାଉଣ୍ଟରେ ନୁହଁ। ଏମାଉଣ୍ଟରେ ଆମ ମନରେ ଯେମିତି ଆସେ ପ୍ରଶ୍ନ, ଯେତେ ସଂଖ୍ୟକ ସୃଷ୍ଟି ହୁଏ, ପିଲାଟି ମନରେ ମଧ୍ୟ ସେହିପରି ବିଭିନ୍ନ ପ୍ରକାର ଭାବନା, ବିଭିନ୍ନ ପ୍ରକାର ଚିନ୍ତନ ସବୁ ସୃଷ୍ଟି ହୁଏ। ତେଣୁ ଜନ୍ ପିଆଜେଙ୍କ ମତରେ ଏହି କଗ୍ନିଟିଭ୍ ଡେଭଲପମେଣ୍ଟ, according to ଜନ୍ ପିଆଜେ, cognitive development has 4 elements. ମୁଖ୍ୟ ଚାରିଗୋଟି ଏଲିମେଣ୍ଟସ୍ ବା ଉପାଦାନ ରହିଛି। ସେ ଭିତରେ ଗୋଟିଏ ହେଲା ମ୍ୟାଚୁରେସନ୍ ବା ଯାହାକୁ ଆମେ କହିପାରିବା ପରିପକ୍ୱତା। ତାପରେ ରହିଲା ସେକେଣ୍ଡ ଉପାଦାନ ହେଲା ଏକ୍ସପିରିଏନ୍ସ ବା ବିଭିନ୍ନ ପ୍ରକାର ଆକ୍ଟିଭିଟି ଦ୍ୱାରା ସେ ଅଭିଜ୍ଞତା ହାସଲ। ତୃତୀୟ ହେଲା ସୋସିଆଲ ଇଣ୍ଟରାକ୍ସନ୍, ଯାହାକି ସାମାଜିକ ବା ସମାଜରେ ସେ ବିଭିନ୍ନ ବ୍ୟକ୍ତିଙ୍କ ସହିତ ଇଣ୍ଟରାକ୍ସନ୍ କରିକି, କଥାବାର୍ତ୍ତା କରିକି, ସମ୍ବନ୍ଧ ସ୍ଥାପନ କରିକି ଯେଉଁ ଜ୍ଞାନ ଅର୍ଜନ କରେ। ତାହା ସହିତ ରହିଲା ଇକ୍ୱିଲିବ୍ରେସନ୍। ଏହା ଏକ ପ୍ରକ୍ରିୟା ଯାହା ବିଷୟରେ ଆମେ ଆଲୋଚନା କରିବା।
ତେଣୁ ପରିପକ୍ୱତା ଆସିଲେ ବା ମ୍ୟାଚୁରେସନ୍ ଆସିଲେ ପିଲାଟି ଜ୍ଞାନ ଗଠନ କରେ, ଜ୍ଞାନ ଅର୍ଜନ କରେ ଏବଂ ଜ୍ଞାନାତ୍ମକ ବିକାଶ ଘଟେ। ସେହିପରି ବିଭିନ୍ନ କାର୍ଯ୍ୟକଳାପ କରି ଏକ୍ସପିରିଏନ୍ସ ଦ୍ୱାରା ମଧ୍ୟ ସେ ଜ୍ଞାନ ଅର୍ଜନ କରେ। ତା ସହିତ ସୋସିଆଲ ଇଣ୍ଟରାକ୍ସନ୍ ଦ୍ୱାରା ସୋସିଆଲ ଇଣ୍ଟରାକ୍ସନ୍ ଦ୍ୱାରା ମଧ୍ୟ ସେ ଜ୍ଞାନ ଅର୍ଜନ କରେ। ଏବଂ ଆଉ ଗୋଟିଏ ରହିଲା ଇକ୍ୱିଲିବ୍ରେସନ୍। ତେଣୁ ଏହା କ'ଣ ଆମେ ଆଲୋଚନା କରିବା। ଜନ୍ ପିଆଜେଙ୍କ ମତରେ ମ୍ୟାଚୁରେସନ୍ ବା ପରିପକ୍ୱତା ଏହା କ'ଣ ନା ଏହା କିଛି କାରକ ଉପରେ ମଧ୍ୟ ପର୍ଯ୍ୟବେସିତ, ଯେପରିକି ହେରିଡ଼ିଟି ବା ବଂଶାନୁକ୍ରମିକ ବା ଜେନେରିକ୍ ଏପିଷ୍ଟେମୋଲୋଜି, ଏସବୁ ଯାକ ମାନେ ଆମର ବଂଶାନୁକ୍ରମିକ ମଧ୍ୟ ରହେ। କାହାର ଜିନ୍ର ଗୁଣ ଅନୁସାରେ କାହା ପାଖରେ ଜଲ୍ଦି ଜ୍ଞାନ ଅର୍ଜନର ବା ବୁଦ୍ଧିର ବିକାଶ ହୋଇଯାଏ, ତ ଆଉ କାହାର ଜ୍ଞାନର ବା ବୁଦ୍ଧିର ବିକାଶ ଟିକେ ସ୍ଲୋ ହୁଏ, ପ୍ରଖର ଟିକେ ଧୀରେ ହୁଏ। ତେଣୁ ଇଏ ହେରିଡ଼ିଟି ଉପରେ ନିର୍ଭରଶୀଳ। ତା ସହିତ ଆମେ ଏ କଥା ନିଶ୍ଚିତ ରୂପେ ସ୍ୱୀକାର କରିବା ଯେ ଯଦି ପରିପକ୍ୱତା ଶିଶୁଟାରେ ନ ଆସେ, ତେବେ ଆମେ ତାକୁ କୌଣସି ପ୍ରକାର ଶିକ୍ଷା ଦେଇପାରିବା ନାହିଁ, ଜ୍ଞାନ ଅର୍ଜନର ଅଗ୍ରଗତି ତାକୁ କରିପାରିବା ନାହିଁ। ତେଣୁ ପ୍ରଥମେ ମୁଖ୍ୟ ଉପାଦାନଟି ହେଲା ମ୍ୟାଚୁରେସନ୍। ଗୋଟେ ନିର୍ଦ୍ଦିଷ୍ଟ ବୟସ ରହିଛି, ଯେଉଁ ବୟସରେ କି ଶିଶୁଟି ପହଞ୍ଚିବା ପରେ ଆମେ ତାକୁ ଜ୍ଞାନ ଅଧିକ ପ୍ରଦାନ କରିପାରିବା। ତେଣୁ ସେ ଏହି ମ୍ୟାଚୁରେସନ୍କୁ ପ୍ରଥମ ଉପାଦାନ ରୂପେ ଜ୍ଞାନାତ୍ମକ ବିକାଶର ବର୍ଣ୍ଣନା କରିଛନ୍ତି। ଦ୍ୱିତୀୟ ଉପାଦାନ ରୂପେ ଜନ୍ ପିଆଜେ ବର୍ଣ୍ଣନା କରିଛନ୍ତି ଏକ୍ସପିରିଏନ୍ସ ବା ଅଭିଜ୍ଞତା, ଯାହାକୁ କି ଲର୍ଣ୍ଣିଂ ବାଇ ଡୁଇଂ ଅର୍ ଆକ୍ଟିଭିଟି ବେସ୍ଡ ବା ବିଭିନ୍ନ ପ୍ରକାର କାର୍ଯ୍ୟକଳାପ କରି କିଛି କାର୍ଯ୍ୟ କରି ସେ ଶିଖେ, ଅଭିଜ୍ଞତା ହାସଲ କରେ। ଏହା ମାଧ୍ୟମରେ ସେ ଜ୍ଞାନ ଅର୍ଜନ କରେ, ନୂଆ ନୂଆ ତଥ୍ୟ ଜାଣେ। ତେଣୁ ଏହି ଏକ୍ସପିରିଏନ୍ସ ହେଉଛି ଦ୍ୱିତୀୟ କାରକ ବା ଦ୍ୱିତୀୟ ଉପାଦାନ। ସେହିପରି ରହିଛି ଆଉ ଗୋଟିଏ ସୋସିଆଲ ଇଣ୍ଟରାକ୍ସନ୍। ଶିଶୁଟିଏ ନିଜର ଯେଉଁ ଫିଜିକାଲ ଏନ୍ଭାରମେଣ୍ଟ ତା ଚତୁଃପାର୍ଶ୍ୱରେ ରହିଛି, ସେଇଥିରେ ସେ ବିଭିନ୍ନ ବ୍ୟକ୍ତିବିଶେଷ, ବସ୍ତୁ, ବିଭିନ୍ନ ପ୍ରକାର ଉଦ୍ଭିଦ, ପ୍ରାଣୀ ଏ ସମସ୍ତଙ୍କ ସଂସ୍ପର୍ଶରେ ଆସେ, ସମସ୍ତଙ୍କ ସହିତ ସେ ମିଶେ ଏବଂ ସେମାନଙ୍କ ସହିତ ଇଣ୍ଟରାକ୍ସନ୍ କରେ। ବିଶେଷ କରି ମନୁଷ୍ୟମାନଙ୍କ ସହିତ, ବିଭିନ୍ନ ପ୍ରକାର ଲୋକଙ୍କ ସହିତ ସେ ଇଣ୍ଟରାକ୍ସନ୍ କରେ। ତା'ର ଶିଶୁମାନଙ୍କ ସହିତ ସେ ମିଶେ, ବିଭିନ୍ନ ପ୍ରକାର ଇଣ୍ଟରାକ୍ସନ୍ କରି ସେ ଗୁଡ଼ାଏ କଥାବାର୍ତ୍ତା ମାଧ୍ୟମରେ ମଧ୍ୟ ବହୁତ ଗୁଡ଼ିଏ ଅଭିଜ୍ଞତାକୁ ସାଉଁଟେ, ବହୁତ ଗୁଡ଼ିଏ ନୂତନ କଥା ଶିଖେ। ଏହିଭଳି ଭାବରେ ତା'ର ଜ୍ଞାନର ବିକାଶ ହୁଏ। ଏହା ପରବର୍ତ୍ତୀ ଚତୁର୍ଥ ଉପାଦାନଟି ହେଲା ଇକ୍ୱିଲିବ୍ରେସନ୍। ଏହା କ'ଣ ନା ଏହା ହେଉଛି ଗୋଟେ ଏପରି ଉପାଦାନ ଯାହାକି ଆସିଲେ ପିଲାଟି ବିଭିନ୍ନ କଥା ମଧ୍ୟରେ, ବିଭିନ୍ନ ପରିବେଶରେ ନିଜକୁ ସିଏ ଭାରସାମ୍ୟ ରଖିବାରେ ତାକୁ ହେଲ୍ପ କରେ। ତା ଅର୍ଥ ସିଏ ଇମ୍ବାଲାନ୍ସ ହେଇକି ଯେଉଁ ଥାଏ, ଯେଉଁ ଅସ୍ଥିର ଭାବରେ ବା ଯେଉଁ ଅଧୈର୍ଯ୍ୟ ଚିତ୍ତରେ ରହେ, ସେଇଠାରୁ ସେ ବାଲାନ୍ସକୁ ଯାଏ। ତେଣୁ ଇମ୍ବାଲାନ୍ସ ଟୁ ବାଲାନ୍ସ। ଆଉ କ'ଣ ହୁଏ ନା ଏହି ସ୍ତରରେ ବା ଏହି ଉପାଦାନ ହେତୁ ପିଲାଟି କ'ଣ କରେ ନା ବିଭିନ୍ନ ଯେଉଁ କନଫ୍ୟୁଜନ୍ ତା'ର ରହିଥାଏ, ବିଭିନ୍ନ କଥାକୁ ନେଇ ଯେଉଁ ସେ ଦ୍ୱନ୍ଦାତ୍ମକ ସ୍ଥିତିରେ ପଡ଼ିଯାଇଥାଏ, ସେସବୁ ତା'ର କ୍ଲାରିଟି ହୁଏ ବା କ୍ଲାରିଫିକେସନ୍ ସେସବୁର ସେ ପାଇଯାଏ, ସେସବୁର ସେ ସ୍ପଷ୍ଟୀକରଣ ପାଏ। ତେଣୁ ଏହିପରି ଏକ ସ୍ତର ବା ଉପାଦାନ ଏହା, ଯିଏକି ଶିଶୁକୁ ବହୁତ କଥାକୁ ବା ତଥ୍ୟକୁ ବା ବିଷୟବସ୍ତୁକୁ ବୁଝିବାରେ ସାହାଯ୍ୟ କରେ, ତାକୁ ଦ୍ୱନ୍ଦ୍ୱ ତା'ର ଦୂର କରି ତାକୁ ସହଜରେ ପ୍ରତ୍ୟେକ କଥାକୁ ବୁଝିବାରେ ସହାୟତା କରେ, ଯାହାଫଳରେ ପିଲାଟି ଜ୍ଞାନ ଅର୍ଜନ କରେ ଏବଂ ଜ୍ଞାନର ବିକାଶ ଘଟେ ବୋଲି ଜନ୍ ପିଆଜେ ବର୍ଣ୍ଣନା କରିଛନ୍ତି। ଏଇଠି ଆମେ ଗୋଟିଏ କଥାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାରକୁ ନେବା ଯେ ଜନ୍ ପିଆଜେଙ୍କ ମତରେ ଏ ଯେଉଁ କଗ୍ନିଟିଭ୍ ଡେଭଲପମେଣ୍ଟ ହେଉଛି, ଏହା ପରବର୍ତ୍ତୀ ସମୟରେ ଶିଶୁକୁ ଭାଷା ଶିକ୍ଷାରେ ସହାୟତା କରେ। କିନ୍ତୁ ଭାଷା ଶିକ୍ଷଣଟା ବା ଲାଙ୍ଗୁଏଜ୍ ଲର୍ଣ୍ଣିଂଟା ତାକୁ କଗ୍ନିଟିଭ୍ ଡେଭଲପମେଣ୍ଟରେ ହେଲ୍ପ କରେନି। କଗ୍ନିଟିଭ୍ ଡେଭଲପମେଣ୍ଟ ହେଲା ପରେ ପିଲାଟି ସୁନ୍ଦର ଭାବେ ଭାଷା ଶିକ୍ଷା କରିପାରେ ବୋଲି ଜନ୍ ପିଆଜେ ବର୍ଣ୍ଣନା କରିଛନ୍ତି। କିନ୍ତୁ ଅପରପକ୍ଷରେ ଆଉ ଜଣେ ସାଇକୋଲୋଜିଷ୍ଟ ରହିଛନ୍ତି, ଯିଏକି ଲେଭ୍ ଭିଗୋସ୍କାଏ। ତେଣୁ ସେ ଲେଭ୍ ଭିଗୋସ୍କାଏ ସେ କ'ଣ କହିଛନ୍ତି ନା ତାଙ୍କ ମତରେ ପ୍ରଥମେ ପିଲାଟି ଭାଷା ଶିକ୍ଷା କରେ, ବିଭିନ୍ନ ପରିବେଶରୁ ସୋସିଆଲ ଇଣ୍ଟରାକ୍ସନ୍ କରିକି ସେ ଭାଷା ଅର୍ଜନ କରେ, ସେ ଭାଷା ପରେ ତା'ର ଜ୍ଞାନର ବିକାଶ ଘଟେ। ତେଣୁ ଏଇ ଦୁଇଟି କଥାକୁ ମନେ ରଖିବାକୁ ପଡ଼ିବ। ଜନ୍ ପିଆଜେଙ୍କ ମତରେ ଭାଷା ଶିକ୍ଷଣଟା ବା ଭାଷାଟା ସେପରି କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ନାହିଁ କଗ୍ନିଟିଭ୍ ଡେଭଲପମେଣ୍ଟରେ, ବରଂ କଗ୍ନିଟିଭ୍ ଡେଭଲପମେଣ୍ଟ ହେଲେ ଭାଷା ଶିକ୍ଷଣ ସହଜ ହୁଏ। କିନ୍ତୁ ଲେଭ୍ ଭିଗୋସ୍କାଏ ତାଙ୍କ ମତରେ ସେ କହୁଛନ୍ତି ଯେ
ଭାଷା ଶିକ୍ଷଣ ଯଦି ହୁଏ ତେବେ ଜ୍ଞାନାତ୍ମକ ବିକାଶଟା ସହଜ ହେବ ବା କଗ୍ନିଟିଭ୍ ଡେଭଲପମେଣ୍ଟ ଠିକ୍ରେ ହୋଇପାରିବ। ତେଣୁ ଆମେ ମନେ ରଖିବା ଯେ ଜନ୍ ପିଆଜେଙ୍କ ମତରେ ଭାଷାଟା ସେମିତି ଏକ ଉପାଦାନ ନୁହଁ ଜ୍ଞାନାତ୍ମକ ବିକାଶ ନିମନ୍ତେ, ବରଂ ଜ୍ଞାନାତ୍ମକ ବିକାଶ ସାଧନ ପରେ ଗୋଟେ ଶିଶୁ ଭାଷା ଶିକ୍ଷା କରି ତାହା ମାଧ୍ୟମରେ ସେ ତର୍କ କରି ଚିନ୍ତା କରି ଇତ୍ୟାଦି ସବୁ ତା'ର ବିକାଶ ସାଧନ ହୁଏ। ଏଣୁ ଜନ୍ ପିଆଜେଙ୍କ କଥା ଆଲୋଚନା କଲାବେଳେ ତାଙ୍କର ମୁଖ୍ୟତଃ ଦୁଇଟି ବିଷୟବସ୍ତୁକୁ ଧ୍ୟାନ ଦିଆଯାଏ। ଗୋଟିଏ ହେଲା ଜନ୍ ପିଆଜେଙ୍କ ମତରେ ଏଇ ଯେଉଁ କଗ୍ନିଟିଭ୍ ଡେଭଲପମେଣ୍ଟର ଗୋଟିଏ ହେଉଛି ଷ୍ଟେଜେସ୍, ଆଉ ଗୋଟେ ହେଉଛି ତା'ର ଏଇ ଯେଉଁ କଗ୍ନିଟିଭ୍ ଡେଭଲପମେଣ୍ଟର ପ୍ରୋସେସ୍। ବର୍ତ୍ତମାନ ଆମେ ସେଇ ବିଷୟରେ ଟିକେ ଆଲୋଚନା କରିବା। ଷ୍ଟେଜେସ୍ କ'ଣ ନା, ଏଇ ଷ୍ଟେଜେସ୍ ହେଉଛି ପ୍ରଥମ ଷ୍ଟେଜ୍ ହେଲା ସେନ୍ସୋରି ମୋଟର, ଦ୍ୱିତୀୟ ଷ୍ଟେଜ୍ ହେଲା ପ୍ରି ଅପରେସନାଲ, ତୃତୀୟ ଷ୍ଟେଜ୍ ହେଲା କନକ୍ରିଟ୍ ଅପରେସନାଲ ଏବଂ ଚତୁର୍ଥ ହେଲା ଫର୍ମାଲ ଅପରେସନାଲ। ଏଇଭଳି ଭାବରେ ଗୋଟେ ଶିଶୁର ଏଇ 4ଟି ସ୍ତର ଦେଇ ଜ୍ଞାନାତ୍ମକ ବିକାଶ ବା କଗ୍ନେଟିଭ୍ ଡେଭଲପମେଣ୍ଟ ହୋଇଥାଏ ବୋଲି ଜନ୍ ପିଆଜେ ବର୍ଣ୍ଣନା କରିଛନ୍ତି। କିନ୍ତୁ ଏଇ ଯେଉଁ କଗ୍ନେଟିଭ୍ ଡେଭଲପମେଣ୍ଟ ହୁଏ ତାହା କିଛି ସ୍ୱତନ୍ତ୍ର ପ୍ରୋସେସ୍ ମାଧ୍ୟମରେ ହୁଏ, ଯେଉଁ ପ୍ରୋସେସ୍ କି ଯେପରିକି ଆମର ଯେଉଁ ରହିଲା ଇକ୍ୱିଲିବ୍ରେସନ୍ ବା ଯେତେବେଳେ କି ସେଇ ଭିତରେ ଆସିବ ଆପଣଙ୍କର ସ୍କିମା, ଆସିମିଲେସନ୍, ଆକୋମୋଡେସନ୍, ଆଡପ୍ସନ୍, ଅର୍ଗାନାଇଜେସନ୍, ଏସବୁ ଯାକ ବିଷୟ ଯେଉଁଟାକି ତାକୁ ହେଲ୍ପ କରେ, ଯେଉଁଟା କନଫ୍ୟୁଜନରୁ ସେ କ୍ଲାରିଫିକେସନ୍ ଆଡ଼କୁ ଗତି କରେ ବା ସନ୍ଦେହ ତା'ର ଥିଲେ ତାହା ଦୂର ହୋଇ ସେ ପ୍ରକୃତ ଉତ୍ତର ଜାଣିପାରେ, ସ୍ପଷ୍ଟୀକରଣ ତାକୁ ମିଳେ। ତେଣୁ ଏହିଭଳି ଭାବରେ ଦୁଇଟି ବିଷୟବସ୍ତୁ ରହିଛି। ତେଣୁ ଆମେ ପ୍ରଥମେ ଜାଣିବା ଏଇ ଯେଉଁ ପ୍ରୋସେସ୍ ଗୁଡ଼ିକ ରହିଛି କଗ୍ନେଟିଭ୍ ଡେଭଲପମେଣ୍ଟର, ଏଇ ଯେଉଁ ସ୍କିମା କହିଲେ କ'ଣ, ଆସିମିଲେସନ୍ କ'ଣ, ଆକୋମୋଡେସନ୍ କ'ଣ, ଆଡପ୍ସନ୍ କ'ଣ, ଅର୍ଗାନାଇଜେସନ୍ କ'ଣ ବା ଏହି ଇକ୍ୱିଲିବ୍ରେସନ୍ ଏହା କ'ଣ, ଏହା ବିଷୟରେ ବର୍ତ୍ତମାନ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। ପ୍ରଥମେ ଆମେ ଜାଣିବା ଏଇ ଯେଉଁ ଆଡପ୍ସନ୍ ପ୍ରୋସେସ୍ର ସ୍କିମା କହିଲେ କ'ଣ। ତେଣୁ ଏହି ପ୍ରୋସେସ୍କୁ ଜାଣିବାକୁ ହେଲେ ଆମେ ପ୍ରଥମେ ଜାଣିବାକୁ ପଡ଼ିବ ଇକ୍ୱିଲିବ୍ରେସନ୍ କ'ଣ, ସ୍କିମା, ଆସିମିଲେସନ୍, ଏଇସବୁ ଗୋଟିଏ ଗୋଟିଏ ବିଷୟ। ପ୍ରଥମେ ଜାଣିବା ଏଇ ଇକ୍ୱିଲିବ୍ରେସନ୍ କ'ଣ ନା, ଇଏ ହେଉଛି ଗୋଟିଏ ଏମିତି ପରିସ୍ଥିତି ଯିଏକି ଆମକୁ ଇମ୍ବାଲାନ୍ସରୁ ବାଲାନ୍ସକୁ ଆଣିବ। ଅର୍ଥାତ୍ ଯେତେବେଳେ ଶିଶୁଟି ତା ଭିତରେ କିଛି ଗୋଟେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ ବା କିଛି ବିରୋଧାତ୍ମକ କଥା ସୃଷ୍ଟି ହୁଏ, ମନ ଅସ୍ଥିର ହୋଇ ଉଠେ ଯେ ପ୍ରକୃତ ତଥ୍ୟଟି କ'ଣ ବୁଝିବାକୁ ସେ ଚାହେଁ, ସେତେବେଳେ ତା ମନ ଦୋଳାୟମାନ ସ୍ଥିତିରେ ପହଞ୍ଚିଯାଏ ଏବଂ ତା ଭିତରେ ଆଗରୁ ଯେଉଁ ପୂର୍ବ ଜ୍ଞାନ ରହିଥାଏ ବା ଯେଉଁ ସ୍କିମା ଯାକ ସବୁ ରହିଥାଏ ମାନସିକ ସ୍ତରରେ, ସ୍କିମା ହେଉଛି ମାନସିକ ସ୍ତରରେ ଗଠିତ ହୋଇଥିବା ଗୋଟେ ଧାରଣା। କେତେ ଗୁଡ଼ିଏ ଧାରଣା ଏମିତି ଆମ ମନରେ ପିଲାଟି ଦିନରୁ ବସା ବାନ୍ଧି ରହିଛି। ତେଣୁ ସେ ଧାରଣା ଗୁଡ଼ିକୁ ଯେତେବେଳେ ଆଉ କିଛି ନୂତନ ତଥ୍ୟ ସେ ଭିତରେ ଆମେ ତା ସମ୍ବନ୍ଧୀୟ କିଛି ନୂତନ ତଥ୍ୟ ଆମେ ପାଇଯାଉ, ସେତେବେଳେ ଏଇ ଯେଉଁ ସ୍କିମା ଯାକ ଭିତରେ ଏଇ ଯେଉଁ ନୂତନ ତଥ୍ୟ ଯାଇକି ଯେତେବେଳେ ଏଡ୍ ହେବ, ସେତେବେଳେ ଆମ ଭିତରେ କ'ଣ ହେବ ନା ଡିସ୍ଇକ୍ୱିଲିବ୍ରେସନ୍ ସୃଷ୍ଟି ହେବ। ଇକ୍ୱିଲିବ୍ରେସନ୍ ଆଗ ଆମେ ଗୋଟେ ବାଲାନ୍ସ ମୁଡ଼ରେ ଥିବା ଅବସ୍ଥା, ଯିଏକି ଆମକୁ ଦ୍ୱନ୍ଦ୍ୱାତ୍ମକରୁ ବାଲାନ୍ସକୁ ବା ଆମର ଯେଉଁ ଅସ୍ଥିର ଦିଗଟି ବା ଯେଉଁ ଅସ୍ଥିର ଭାବରେ ଆମେ ଥିବା ସେ ଆମକୁ ବାସ୍ତବ କ୍ଷେତ୍ରକୁ ନେବ ବା ଗୋଟେ ଭାରସାମ୍ୟ ରକ୍ଷା ହେବ ଆମ ଭିତରେ, ଯେଉଁ ଗୋଟେ ବାଲାନ୍ସ କଣ୍ଡିସନ୍ ସୃଷ୍ଟି କରିବ, ସେ ହେଉଛି ଇକ୍ୱିଲିବ୍ରେସନ୍। କିନ୍ତୁ ଯେତେବେଳେ କିଛି ନୂଆ ଇନଫର୍ମେସନ୍ ଆସିଗଲା ଆମ ଭିତରକୁ ବା ଆମର ଯେଉଁ ପୂର୍ବ ସ୍କିମା ଗୁଡ଼ିକରେ ମାନସିକ ସ୍ତରରେ ଗଠିତ ହୋଇଥିବା ଯେଉଁ ଧାରଣା ଥିଲା ସେଥିରେ କିଛି ନୂତନ ତଥ୍ୟ ମିଶିଗଲା କୌଣସି ଉତ୍ସରୁ, ତେବେ ଆମ ଭିତରେ ଡିସ୍ଇକ୍ୱିଲିବ୍ରେସନ୍ ସୃଷ୍ଟି ହୋଇଯିବ ବା ଶିଶୁଟି ଭିତରେ ଡିସ୍ଇକ୍ୱିଲିବ୍ରେସନ୍ ସୃଷ୍ଟି ହୋଇଗଲା। ତେଣୁ ସେ ହଠାତ୍ କି ସେଇ ନୂତନ ତଥ୍ୟକୁ ସେ ତା ସହିତ ମିଶାଇକି ଗ୍ରହଣ କରିପାରିବ ନାହିଁ। ତେଣୁ ପ୍ରଥମେ ଜାଣିବାର ଅଛି ସ୍କିମା। ତେଣୁ ଏହା ଏକ ମାନସିକ ସ୍ତରରେ ଗଠିତ ହୋଇଥିବା ଧାରଣା, ଯାହାକି ଶିଶୁ ବିଭିନ୍ନ ଉତ୍ସରୁ ଗଠନ କରି ବିଭିନ୍ନ କଥା ଗୁଡ଼ିକୁ ସ୍କିମା ଆକାରରେ ତା'ର ମାନସିକ ସ୍ତରରେ ରଖିଥାଏ। କିନ୍ତୁ ନୂତନ ଜ୍ଞାନ ଯେତେବେଳେ ଶିଶୁ ଗ୍ରହଣ କରେ, ଏହି ସ୍କିମା ଗୁଡ଼ିକରେ ପରିବର୍ତ୍ତନ ହୁଏ, ଯାହାକି ଅତି ସହଜରେ ହୁଏ ନାହିଁ। ପିଲାଟି ଦୋଳାୟମାନ ସ୍ଥିତିରେ ପହଞ୍ଚେ, କିଛି ବିଷୟ ଜାଣିବାକୁ ତା'ର ଇଚ୍ଛା ହୁଏ, ସେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୁଏ, ତା'ର ଭାରସାମ୍ୟ ରକ୍ଷା କରିବାଟା କଷ୍ଟ ହୋଇଯାଏ। ସେତେବେଳେ ତା'ର ଡିସ୍ଇକ୍ୱିଲିବ୍ରେସନ୍ ପରିସ୍ଥିତି ସୃଷ୍ଟି ହୁଏ। ସେତେବେଳେ ସେ ପୁଣି ଭାରସାମ୍ୟ ରକ୍ଷା କରିବ, ବାଲାନ୍ସ କଣ୍ଡିସନ୍କୁ ଯିବ। ଇକ୍ୱିଲିବ୍ରେସନ୍ ଷ୍ଟେଟ୍କୁ ଯିବା ପାଇଁ ହେଲେ ସେ କ'ଣ କରେ ନା କିଛିଟା ପ୍ରୋସେସ୍ ମାଧ୍ୟମରେ ସେ ଗତି କରେ। ପ୍ରଥମ ପ୍ରୋସେସ୍ଟି ହେଲା ସେ ଭିତରେ ଆସିମିଲେସନ୍ ବା ସମଯୋଜନ ଆସିମିଲେସନ୍। ଅର୍ଥାତ୍ ପିଲାଟି କ'ଣ କରେ, ଯେଉଁ ବିଭିନ୍ନ ପରିସ୍ଥିତିରେ ଯେଉଁ ପୂର୍ବ ସ୍କିମା ଥିଲା ସେଥିରେ କିଛି ନୂଆ ତଥ୍ୟ ମିଶିଲା, ସେଟାକୁ ସେ କ'ଣ କରେ ନା ସହଜରେ ପ୍ରଥମେ ଗ୍ରହଣ କରିପାରେ ନାହିଁ। ବିଭିନ୍ନ କଥାକୁ ସେ ପରଖେ, ପରୀକ୍ଷା ନିରୀକ୍ଷା କରେ ଏବଂ ଶେଷରେ ତାକୁ ସିଏ
ଗ୍ରହଣ କରେ। ପୁରୁଣା ଯେଉଁ ସ୍କିମା ଥିଲା ସେଥିରେ ନୂଆ ତଥ୍ୟ ମିଶେଇକିରି ସେ ଗ୍ରହଣ କରେ। ତେଣୁ ଆସିମିଲେସନ୍ କ'ଣ ନା ଯେଉଁ ପ୍ରିଭିୟସ୍ ନଲେଜ୍ ଥିଲା, ପ୍ରିଭିୟସ୍ ନଲେଜ୍ ପ୍ଲସ୍ କିଛି ଯେଉଁ ନ୍ୟୁ ନଲେଜ୍ ବା ନ୍ୟୁ କନସେପ୍ଟ ମିଶିଗଲା। ତା ଅର୍ଥ ସ୍କିମା ଥିଲା ଆଗ, ପ୍ରିଭିୟସ୍ ନଲେଜ୍ ସ୍କିମା ସେଥିରେ ନ୍ୟୁ ନଲେଜ୍ ମିଶିଲା। ତ ଏ ପ୍ରକ୍ରିୟା ହେଉଛି ଆସିମିଲେସନ୍। କେମିତି ପିଲାଟି ତାର ଛୋଟବେଳୁ ସେ ଦେଖିଛି ଯେ ଆକାଶରେ ଉଡ଼େ ପକ୍ଷୀ ଉଡ଼ୁଛି। ତ ଦିନେ ସେ ଯେତେବେଳେ ଦେଖିଲା ଆକାଶରେ ଗୋଟେ ଉଡ଼ାଜାହାଜ ଉଡ଼ୁଛି, ସେ ଉଡ଼ାଜାହାଜରେ ପକ୍ଷୀ ବୋଲି ଭାବି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଚିନ୍ତା କଲା ଯେ ପକ୍ଷୀ ତ ତାର ଗଠନ ତାର ଅଲଗା ପ୍ରକାର ସବୁ, କିନ୍ତୁ ଇଏ କ'ଣ? ତା ଭିତରେ ଯେଉଁ ପୂର୍ବ ସ୍କିମା ରହିଥିଲା, ଯେଉଁ ପ୍ରଚଳିତ ଧାରଣା ତା ମଧ୍ୟରେ ଗୋଟେ ରହିକିରି ଥିଲା ଯେ ପକ୍ଷୀମାନେ ଆକାଶରେ ଉଡ଼ନ୍ତି, କିନ୍ତୁ ଏଇଟା କ'ଣ? ତେଣୁ ପରବର୍ତ୍ତୀ ସମୟରେ ସେ ବିଭିନ୍ନ ଉତ୍ସରୁ ଜାଣିବାକୁ ପାଇଲା ଯେ ଇଏ ହେଉଛି ଏକ ଯନ୍ତ୍ର ବା ଏକ ଯାନ ଯିଏକି ଆକାଶରେ ଉଡ଼େ। ତେଣୁ ଏଇଠି ସେ ପରିବର୍ତ୍ତନ ହେଲା, ତାର ସ୍କିମାରେ ପରିବର୍ତ୍ତନ ଘଟାଇଲା ବା ସେ ଆସିମିଲେସନ୍ କଲା, ନୂଆ ତଥ୍ୟଟିକୁ ଗ୍ରହଣ କଲା ଯେ ଆକାଶରେ ଯାହା ଉଡ଼େ କେବଳ ପକ୍ଷୀ ନୁହଁ, ସେ ହେଇପାରେ ଉଡ଼ାଜାହାଜ, ହେଇପାରେ ହେଲିକପ୍ଟର, ହେଇପାରେ ପାରାଚୁଟ୍ରେ କେହି ଖସୁଥିବ। ତେଣୁ ବିଭିନ୍ନ କଥା ଅଛି। ତେଣୁ ଏଇଭଳି ଭାବରେ ସେ ନୂଆ ତଥ୍ୟଟିକୁ କ'ଣ କରେ ନା ଗ୍ରହଣ କରେ। ତେଣୁ ଏଇ ଆସିମିଲେସନ୍ ହୁଏ। ତେଣୁ ଆସିମିଲେସନ୍ ପରେ ଇକ୍ୱିଲିବ୍ରେସନ୍। ତେଣୁ ନୂଆ ସିଚୁଏସନ୍ରେ ଆସିବା ଯୋଗୁଁ ସେ ଯେଉଁ ଇକ୍ୱିଲିବ୍ରେସନ୍ ତାର ହେଇଥିଲା ନୂଆ ସିଚୁଏସନ୍ରେ ବା ଯେତେବେଳେ ଉଡ଼ାଜାହାଜକୁ ଦେଖିଲା ତା ଭିତରେ ଇକ୍ୱିଲିବ୍ରେସନ୍ ସୃଷ୍ଟି ହେଇଥିଲା। ତେଣୁ ସେ କ'ଣ କଲା ନା ପୁଣି ପ୍ରିଭିୟସ୍ ନଲେଜ୍ ଆଉ ଏ ନ୍ୟୁ ଇନଫର୍ମେସନ୍ଟାକୁ ମିଶାଇକି ସେ ଗୋଟେ ନୂଆ ସ୍କିମା ଗୋଟେ କନଷ୍ଟ୍ରକ୍ସନ୍ କଲା। ନୂଆ ସ୍କିମା ତା ଦେହରେ ଗଠନ ହେଲା, ଯାହାଫଳରେ କି ସେ ପ୍ରକୃତ କଥାଟିକୁ ବୁଝିଲା ଏବଂ ତାର ଯେଉଁ ଦ୍ୱନ୍ଦ୍ୱ ଥିଲା, ଯେଉଁ ମନରେ ସନ୍ଦେହ ଥିଲା, ତାହା ଦୂର ହେଲା ଏବଂ ନୂଆ ତଥ୍ୟଟି ତାପରେ ସ୍କିମା ଆକାରରେ ପୁଣି ସାଇତି ହୋଇ ରହିଲା ଏବଂ ତା ପାଖରେ ଏଇ ଯେଉଁ ଇକ୍ୱିଲିବ୍ରେସନ୍ଟା କଟିଗଲା, ସେ ତଥ୍ୟଟିକୁ ଗ୍ରହଣ କଲା। ତେଣୁ ଏଇଭଳି ଭାବରେ ନୂଆ ତଥ୍ୟକୁ ଗ୍ରହଣ କରିବା ପ୍ରକ୍ରିୟାଟା ହେଲା ଆକୋମୋଡେସନ୍। ତେଣୁ ଆସିମିଲେସନ୍ରୁ ଷ୍ଟାର୍ଟ ହୋଇ ଆକୋମୋଡେସନ୍ରେ ଏହି ପ୍ରକ୍ରିୟାଟି ସରିଲା। ଏଇଭଳି ଭାବରେ ପିଲାଟି ନୂତନ ଜ୍ଞାନ ଅର୍ଜନ କରି ପ୍ରତ୍ୟେକ ଜ୍ଞାନ, ପ୍ରତ୍ୟେକ ଅବଧାରଣାକୁ ସେ ପୁଣି ଥରେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ପରୀକ୍ଷା ନିରୀକ୍ଷା କରି ବିଭିନ୍ନ କାରଣକୁ ପର୍ଯ୍ୟାଲୋଚନା କରି ନୂତନ ତଥ୍ୟକୁ ସ୍କିମା ସହିତ ମିଶାଇ ସେ ପୁଣି ଥରେ ନୂଆ ତଥ୍ୟକୁ ବା ନୂତନ ଜ୍ଞାନକୁ ଅର୍ଜନ କରେ ବୋଲି ଜନ୍ ପିଆଜେ ବର୍ଣ୍ଣନା କରିଛନ୍ତି। ତେଣୁ ବିଭିନ୍ନ କମ୍ପିଟେଟିଭ୍ ପରୀକ୍ଷାରେ ଆସେ ଏଇ ସ୍କିମା କହିଲେ କ'ଣ ନା ସ୍କିମା ମିନ୍ସ ଇଟ୍ ଇଜ୍ ଏ ମେଣ୍ଟାଲ୍ ଷ୍ଟ୍ରକ୍ଚର୍ ବା ଇଟ୍ ଇଜ୍ ଏ ମେଣ୍ଟାଲ୍ ପିକ୍ଚର୍, ଯେଉଁଟାକି ଆମ ମନରେ ବହୁତ ଦୀର୍ଘ ଦିନ ହେଲା ସାଇତା ହେଇ ରହିଥାଏ, ଯେଉଁଟାକୁ କି ଆମେ ଅଲରେଡ଼ି ଦେଖୁ ଦେଖୁ ରେକଗ୍ନାଇଜ୍ କରିଦେଉ। ଗୋଟେ ଚିତ୍ରଟା ଦେଖିଲେ ଆମେ ରେକଗ୍ନାଇଜ୍ କରିଦେଉ ଯେ ଏଇଟା ହେଲା ସେଇ ବିଷୟ, ଏଇଟା ହେଲା ଛତା, ଏଇଟା ହେଲା ଜୋତା କି ଯାହା ଆମେ ରେକଗ୍ନାଇଜ୍ କରିଦେଉ ଏଇଟା ଉଡ଼ାଜାହାଜ। ତେଣୁ କାହିଁକି ନା ସେସବୁ ବିଷୟ ଯାକ ଆମର ମନରେ ଅଲରେଡ଼ି ସାଇତା ହେଇ ତାର ଛବିଟା ରହିଛି। ତେଣୁ ସେ ହେଉଛି ଗୋଟେ ସ୍କିମା। ତେଣୁ ଏଇ ସ୍କିମା ଯୋଗୁଁ ଆମେ ବିଭିନ୍ନ ବିଷୟକୁ ଚିହ୍ନିପାରୁ, ଜାଣିପାରୁ। ତେଣୁ ଇଏ ସ୍କିମା ହେଉଛି କ'ଣ ନା ପ୍ୟାକ୍ସ ଅଫ୍ ନଲେଜ୍ର ଇଏ ହେଉଛି ଗୋଟେ ପ୍ୟାକେଟ୍। ତେଣୁ ଦିସ୍ ସ୍କିମା ପ୍ରୋସେସ୍ ଯଦି ହେଲା ବା ଏଇ ସ୍କିମାରେ କିଛି ଗୋଟେ ନୂଆ ଇନଫର୍ମେସନ୍ ମିଶିଲା ଆଉ ତାକୁ ଆମେ ଆଡ଼ାପ୍ସନ୍ କରିବା, ତେବେ ଏଇ ପ୍ରୋସେସ୍ଟା ହେଲା ଇକ୍ୱିଲିବ୍ରେସନ୍ ବା ଶେଷ ଏ ଯେଉଁ ପ୍ରଥମେ ଆସିମିଲେସନ୍, ତାପରେ ଆସିଲା ଇକ୍ୱିଲିବ୍ରେସନ୍, ତାପରେ ଆମର ଏମିତି ହେଇକିରି ପ୍ରୋସେସ୍ର ଲାଷ୍ଟକୁ ହେଉଛି ଆକୋମୋଡେସନ୍ କରିଦେଲେ ନୂଆ ତଥ୍ୟଟିକୁ ଆମେ ଆକୋମୋଡେଟ୍ କରିଦେଲେ, ଗ୍ରହଣ କରିଦେଲେ, ଏଇଠି ଆମର ଆଡ଼ାପ୍ସନ୍ ପ୍ରୋସେସ୍ଟି ସରିଗଲା। ଏଣୁ ଆମେ ବର୍ତ୍ତମାନ ଆଲୋଚନା କରୁଥିଲେ ଏହି କଗ୍ନିଟିଭ୍ ପ୍ରୋସେସ୍ ଯେ ଯେଉଁ ଇକ୍ୱିଲିବ୍ରେସନ୍ ମାଧ୍ୟମରେ ଆମର ଯେଉଁ ବାଲାନ୍ସ ମେଣ୍ଟେନ୍ ହୁଏ ବା ଯେଉଁ ସନ୍ଦେହ ଦୂର ହୋଇ ସ୍ପଷ୍ଟୀକରଣରେ ଆମେ ପହଞ୍ଚୁ। ସେଥିପାଇଁ ଯେଉଁ ପୂର୍ବ ସ୍କିମାରୁ କିପରି ଆମେ ଆସିମିଲେସନ୍ ତାପରେ ନ୍ୟୁ ଇନଫର୍ମେସନ୍କୁ ଗ୍ରହଣ କରିବା, ଯେଉଁ ଇକ୍ୱିଲିବ୍ରେସନ୍ ଥିବ ତାକୁ ଆମେ ହଟେଇବା ବା ଯେଉଁ ଇକ୍ୱିଲିବ୍ରେସନ୍କୁ ହଟେଇକି ଆମେ ପୁନଶ୍ଚ ଗୋଟେ ନୂତନ ତଥ୍ୟ ବା ନୂତନ ଜ୍ଞାନକୁ ଅର୍ଜନ କରିବା। ତେଣୁ ଏଇଭଳି ଭାବେ ଆମେ ଆକୋମୋଡେସନ୍ କରିବା ନୂଆ ଜ୍ଞାନଟିକୁ ବା ନୂଆ ସ୍କିମାଟି ଆମର ଗଠନ ହେବ। ଇଏ ଥିଲା ଇକ୍ୱିଲିବ୍ରେସନ୍ ବା କଗ୍ନିଟିଭ୍ ପ୍ରୋସେସ୍ର ମୁଖ୍ୟ ବିଷୟବସ୍ତୁ। ଏହାପରେ ରହିଛି ଜନ୍ ପିଆଜେଙ୍କ ଦ୍ୱାରା କ'ଣ ସବୁ ଯେଉଁ ଷ୍ଟେଜେସ୍ କୁହାଗଲା, 4ଟି ଷ୍ଟେଜେସ୍ SPCF ଅର୍ଥାତ୍ S ମିନ୍ସ ସେନ୍ସୋରି ମୋଟର, ତାପରେ P ମିନ୍ସ ପ୍ରି ଅପରେସନାଲ୍, C ମିନ୍ସ କନକ୍ରିଟ୍ ଅପରେସନାଲ୍, F ମିନ୍ସ ଫର୍ମାଲ୍ ଅପରେସନାଲ୍। ବର୍ତ୍ତମାନ ଆମେ ସେ ସମ୍ବନ୍ଧୀୟ ଟିକେ ଆଲୋଚନା କରିବା।
ବର୍ତ୍ତମାନ ଦେଖିବା ପ୍ରଥମ ଷ୍ଟେଜ୍ ହେଉଛି ସେନ୍ସୋରି ମୋଟର, ଯାହାର କି ବୟସ ହେଉଛି ଶିଶୁର ଜନ୍ମରୁ 2 ବର୍ଷ, ଯାହାକୁ ଆମେ ଓଡ଼ିଆରେ କହିଲେ ଇନ୍ଦ୍ରିୟାତ୍ମକ ସ୍ତର ବା ସେନ୍ସୋରି ମୋଟର। ଅର୍ଥାତ୍ ଶିଶୁଟି କ'ଣ କରେ, ତାର ଯେଉଁ ଇନ୍ଦ୍ରିୟ ରହିଛି, ଯେଉଁ ପଞ୍ଚ ଇନ୍ଦ୍ରିୟ, ତା ସହିତ ସେଇ ଇନ୍ଦ୍ରିୟମାନଙ୍କ ଜରିଆରେ ସେ ନୂଆ ନୂଆ ସବୁ କଥା ଶୁଣେ, ଜାଣେ, ଶିଖେ। ତେଣୁ ଇନ୍ଦ୍ରିୟ ଜରିଆରେ ସେ ଶିଖିବ, ହାତ ଦ୍ୱାରା ସ୍ପର୍ଶ କରିକି ଜାଣିବ, କାନ ଦ୍ୱାରା ଶୁଣିକି ଜାଣିବ, ଇତ୍ୟାଦି ଇତ୍ୟାଦି। ତେଣୁ ଦେଖିବ, ସେ ଛୁଇଁବ, ଶୁଣିକି ଜ୍ଞାନ ଅର୍ଜନ କରି ଦୁନିଆର ବିଭିନ୍ନ କଥା ବିଷୟବସ୍ତୁକୁ ସେ ଅନୁଭବକୁ ନେବ। ତା ଅର୍ଥ ହେଲା, ଯେପରିକି ଧରାଯାଉ ଗରମ ପାଣି ଗୋଟେ ଜାଗାରେ ଅଛି, ସେ ନେଇ ଯାଇକି ସେଟାକୁ ଧରିଦେଲା ବା ଛୁଇଁଦେଲା ବା ହାତ ବୁଡ଼େଇ ଦେଲା, ତ ଗରମ ଲାଗିଲା, ତେଣୁ ସେ ଜାଣିଲା ଏଇଟା ଗରମ। ବା ଦୀପଟେ ଜଳୁଛି, ସେ ଆଙ୍ଗୁଠିଟା ସେ ଭିତରେ ଦେଇଦେଲା, ସେଥିରେ ତାକୁ ନିଆଁ ଲାଗିଗଲା ଟିକେ, ସେ ଜାଣିଲା ଏଇଟା ଗୋଟେ ଏଇଟା ନିଆଁ ବା ଏଇଟା ଧରିଲେ ଏମିତି ପ୍ରୋବ୍ଲେମ୍ ହେବ। ତେଣୁ ଏଇସବୁ, ତେଣୁ ସେ ଛୁଇଁକି ଉତ୍ତାପ କ'ଣ ଜାଣିବ ବା ନିଆଁ କ'ଣ ଜାଣିବ, ଏଇଭଳି ଭାବରେ ସେ ଛୁଇଁକି ବା ଆମର ଇନ୍ଦ୍ରିୟର ବ୍ୟବହାର କରିକି ସେ ଜ୍ଞାନ ଅର୍ଜନ କରିବ। ତେଣୁ ଏଇଠି ଜନ୍ ପିଆଜେ କହିଲେ ଯେ ଏଇ ବୟସରେ ବେଶୀ ସିଏ ଗୋଟେ ଲିଟିଲ୍ ସାଇଣ୍ଟିଷ୍ଟ ହେଇଯାଏ। ଶିଶୁ କ'ଣ କରେ ନା, ପ୍ରତ୍ୟେକ ଜିନିଷ କ'ଣ ପାଇଁ ହେଇଛି, କିପରି ହେଇଛି, କାହିଁକି ହେଇଛି ଜାଣିବା ପାଇଁ ଇଚ୍ଛା କରେ। ତେଣୁ ସେ ପ୍ରତ୍ୟେକ ଜିନିଷକୁ ସେ ଭାଙ୍ଗିକି ଦେଖେ। ଯେମିତି ଖେଳଣାଟେ ଗୋଟେ ଦେଖିଲା, ତାକୁ ସେ ବାଡ଼େଇ ଭାଙ୍ଗିଦେବ, ସେ ଭିତରେ କ'ଣ ଅଛି, କେମିତି ସେ ଚାଲୁଛି ବା ଶବ୍ଦ କରୁଛି, ବ୍ୟାଟେରୀ କେଉଁଟେ ପଡ଼ୁଛି ବା ଲାଇଟ୍ଟା କେମିତି ଲାଗୁଛି, ଏସବୁ ଗୋଟେ ଜିଜ୍ଞାସୁ ମନୋଭାବ ତା'ର ଆସେ। ତେଣୁ ସେ ଫୋପାଡ଼ି ଦିଏ, ଭାଙ୍ଗିକରି ସେ କ'ଣ ହେଉଛି ଦେଖିବ। ଏ ଜିନିଷଟା ଫୋପାଡ଼ି ଦେଲା ପରେ କ'ଣ ହେଉଛି, ଭାଙ୍ଗିଦେଲା ପରେ କ'ଣ ହେଉଛି, ଏଇଭଳି ଭାବେ ଆସେ। ତେଣୁ ଏଇସବୁ ବିଷୟବସ୍ତୁ ହେଉଛି ଏଇ ସେନ୍ସୋରି ମୋଟର ଷ୍ଟେଜ୍ର। ଆଉ ବିଶେଷ କରି ଏଇ ବୟସ 0ରୁ 2, ଏଇ ଭିତରେ ତା'ର ଆସିଯାଏ ଅବଜେକ୍ଟ ପରମାନେନ୍ସି। ଅର୍ଥାତ୍ ସେ ଗୋଟେ ବସ୍ତୁ ପାଇଁ ଜିଦ୍ ଧରି କାନ୍ଦେ, ଏଇ ଜିନିଷଟା ମୋର, ଏଇଟା କାହିଁକି ସେ ନେଇଗଲା, ମୋତେ କାହିଁକି ଦେଲା ନାହିଁ, ମୋର ସେଇଟା ଦରକାର, ଏମିତି କରି ସେ ଜିଦ୍ କରେ। କାହିଁକି ନା, ସେ ଅବଜେକ୍ଟଟା ତା'ର ମନ ଭିତରେ ଗୋଟେ ଛାପ ସୃଷ୍ଟି କରେ ଆଉ ସେଇଟା ରହିଯାଏ। କିଛି ସମୟ ପାଇଁ ଯଦି କେହି ତାଠୁ ସେଟାକୁ ଦୂରେଇ ନେଇଗଲା, ତା'ର ମନେ ପଡ଼ିଗଲେ ସେ ସେଟାକୁ ମନେ ପକାଇକି ମାଗେ ଏବଂ କାନ୍ଦେ। ତେଣୁ ମେମୋରିରେ ତା'ର ଏଇ ଅବଜେକ୍ଟଟି ରହିଯାଏ। ଏଟାକୁ ଆମେ ଅବଜେକ୍ଟ ପରମାନେନ୍ସି ବୋଲି ମଧ୍ୟ କହିପାରିବା। ତେଣୁ ଏହି ସମୟରେ ଆଉ କ'ଣ ହୁଏ ନା, ଶିଶୁ ବଡ଼ ଲୋକଙ୍କର ବା ବୟସ୍କ ଲୋକଙ୍କର କାର୍ଯ୍ୟକ୍ରମକୁ ଦେଖେ ଏବଂ ସେ କାର୍ଯ୍ୟକଳାପ ଗୁଡ଼ିକୁ ସେ ଅନୁକରଣ କରେ। ଯେମିତିକି ଘରେ ମା ଝାଡ଼ୁ କରୁଛନ୍ତି, ସେ ଦେଖେ ଏବଂ ଦରକାର ପଡ଼ିଲେ ସେଇଟାକୁ ମଧ୍ୟ ଧରିକି ମାଆଙ୍କ ଠାରୁ ଝିକି ନେଇକି ସେ ଝାଡ଼ୁ କରିବା ହେଉ କି ରୁଟି ବେଲିବା ହେଉ, ଏମିତି ସବୁ କିଛି କିଛି କାମ କରିବାକୁ ଇଚ୍ଛା କରେ। ବା ଜଣେ କେମିତି ଚାଲୁଛି, ସେ ଟାଇପ୍ର ଚାଲିବାକୁ, ବିଭିନ୍ନ ଅଙ୍ଗ ଭଙ୍ଗୀ ବିକୃତି ସବୁ ସେ ଦେଖାଏ। ତେଣୁ ଆଖି ପତାପଟକି ମିଟିକି ଆଖି ମିଟିକା ମାରେ, ଏମିତି ସବୁ ବିଭିନ୍ନ ପ୍ରକାର ତା'ର ସବୁ ସେନ୍ସୋରି ମୋଟର, ଅର୍ଥାତ୍ ଏ ଯେଉଁ ଇନ୍ଦ୍ରିୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଗୁଡ଼ିକ ଏଇ ସ୍ତରରେ କରିଥାଏ ବୋଲି ଜନ୍ ପିଆଜେ ମତ ବ୍ୟକ୍ତ କରିଛନ୍ତି। ଏହା ପରବର୍ତ୍ତୀ ସ୍ତର ହେଲା ପ୍ରି ଅପରେସନାଲ୍ ଷ୍ଟେଜ୍, ଯେଉଁଟାକି ବଜାୟ ରହିବ 2ରୁ 7 ବର୍ଷ। ଏ ସମୟରେ କ'ଣ ହେବ ନା, ଏଇଠି ଶିଶୁ ଭିତରେ ଗୋଟେ ଲଜିକାଲି ଥିଙ୍କିଙ୍ଗ ଆସିନଥାଏ। ସେଇଟା ଲଜିକାଲି ଥିଙ୍କିଙ୍ଗ ଆସିବାର ଏଇଟା ହେଉଛି ପୂର୍ବ ସ୍ତର। ତେଣୁ ଏଇଥିରେ କ'ଣ ହେବେ ନା, ସେ କିଛି କାମ କରିକି ଲର୍ଣ୍ଣିଂ ବାଇ ଡୁଇଙ୍ଗ, ତେଣୁ କିଛି ଜିନିଷ ଜାଣିବ କାମ କରିକି। ଆଉ ଏଥିରେ ଆସିବ ତା'ର ମୁଖ୍ୟ ବିଷୟ ହେଲା ଇଗୋସେଣ୍ଟ୍ରିକ୍ ସ୍ପିଚ୍। ଅର୍ଥାତ୍ ସେ ଆତ୍ମକୈନ୍ଦ୍ରିକ ବା ଅହଂକୈନ୍ଦ୍ରିକ ଭାବେ ବା ସେଲ୍ଫ ସେଣ୍ଟର୍ଡ ହେଇଯାଏ, ଆତ୍ମକୈନ୍ଦ୍ରିକ ହେଇଯାଏ। ଏଇଟା ମୋର, ଏଇଟା ମୁଁ ହିଁ ନେବି, ଏଇଟା ମୁଁ ହିଁ କରିବି। ଆଉ ସେ ନିଜେ ନିଜେକୁ କିଛି କହେ, ମାନେ କଥାବାର୍ତ୍ତା ନିଜେ ନିଜେ ହୁଏ। ବା ନିଜେ ଖେଳିଲା ବେଳେ ଏଇଟା ଏଇଠି ରଖିବି, ଏଇଟା ସେ କଲର୍, ଏଇଟାକୁ ପ୍ରଥମେ ମୁଁ ରଖିଦେବି, ଏଇଟାକୁ କରିଦେବି, ସେ ନିଜେ ନିଜେ ସବୁ କଥା କହେ। ତେଣୁ ଇଗୋସେଣ୍ଟ୍ରିକ୍ ସ୍ପିଚ୍ ଏଇ ବୟସରେ ଗୋଟେ ମୁଖ୍ୟ ବିଷୟବସ୍ତୁ। ଆଉ ଏଥିରେ ସେ କ'ଣ କରେ ନା, ଅନ୍ୟକୁ କିଛି ନିଜର ଜିନିଷ ସେୟାର କରିବ ନାହିଁ ବା ଦେବ ନାହିଁ। ସେ ରାଗିବ ବା ଜିଦ୍ କରିବ, ମୋ ଜିନିଷ କାହିଁକି ଜଣେ ନେଇଗଲା। ତେଣୁ ଏଇସବୁ ଭାବନା ଆସିବ ଏଇ 2ରୁ 7 ବର୍ଷ। ଆଉ ଏଥିରେ ଯାହା ଆସିବ ସେସବୁ ମାନେ ଲଜିକାଲି ନୁହଁ, ଏସବୁ ଯାକ ଇଣ୍ଟ୍ୟୁସନ୍ ଯୋଗୁଁ ସୃଷ୍ଟି ହେଇପାରେ। ତା'ର ରିଜନିଂ ଯାହା ହଠାତ୍ କି ସେ ଚିନ୍ତା କରି କହିଦେଇପାରେ ସିନା, କିନ୍ତୁ ତାହା ଲଜିକାଲି ନ ହେଇପାରେ। ଆଉ ଏଥିରେ କ'ଣ ହେବ ନା, ତା'ର ଗୋଟେ ଇରିଭର୍ସିବିଲିଟି ରହେ, ତା ଅର୍ଥ ଅପରିବର୍ତ୍ତନୀୟ ଗୁଣ। ମାନେ ଯେଉଁଟାକି ସେ ଧରାଯାଉ 5 ମିଶନ 4 ଇଜିକଲ୍ ନୁହଁ, କିନ୍ତୁ 2 + 2 + 5 ଇଜିକଲ୍ ନୁହଁ, ମାନେ ସେ ହଠାତ୍ ଜାଣିପାରିବନି ଏଇଟା କ'ଣ ପାଇଁ ଦେଲା। ମାନେ 5 + 4 ଇଜିକଲ୍ ନୁହଁ ଆମେ କହିଥିଲେ, କିନ୍ତୁ 5କୁ 5 ରହିଲା, କିନ୍ତୁ 4 ବଦଳରେ 2 + 2 ଯେତେବେଳେ କରିଦେଇକିରି ଉତ୍ତର ସେଇ 9 ଆସିଲା, କିନ୍ତୁ ସେ ଏମିତି କାହିଁକି କରାହେଲା ସେ ଜାଣିପାରିବନି। ତେଣୁ ଏଇଟା ନୂଆ ଜିନିଷ ହିଁ ସେ ଭାବିବ। ତେଣୁ ତା'ର ଭିତରେ ଏସବୁ ଯାକ ଏଇ ସମୟରେ ସବୁ ଦେଖାଯିବ। ଆଉ ଏ ଭିତରେ କ'ଣ ହେବ ନା, ସେ ଆନିମେସନ୍ ଉପରେ ବେଶୀ ଡିପେଣ୍ଡେନ୍ସି ହେବ। ଯେମିତିକି
ଦେଖିବ ଆମେ ଗୋଟେ ମନେକର ସେ ଝୁଣ୍ଟି ଗଲା ଗୋଟେ ଜାଗାରେ ପଡ଼ିଗଲା ଯୋଗୁଁ ତାର ଏରୁଣ୍ଡି ବନ୍ଧରେ ଗୋଡ଼ ବାଜିକି ମାଡ଼ ହେଇଗଲା। ଆମେ ଯଦି ସେ କାନ୍ଦୁଛି ସେ ସମୟରେ ଆମେ ଯଦି ଏରୁଣ୍ଡି ବନ୍ଧକୁ ଯାଇକି 2-4 ବିଧା ବା ଗୋଇଠିରେ ମାରିବା ତେବେ ସିଏ ଭାବିବ ଭଲ ହେଲା ମୋ ବାପା କି ମୋ ମା ମୋ ମମି ଯାଇକି ତାକୁ ଏରୁଣ୍ଡି ବନ୍ଧକୁ ମାଡ଼ ଦେଲେ କାହିଁକି ନା ସେ ମୋତେ ମାଡ଼ କରିଛି ବା ତା ଲାଗି ମୁଁ କଷ୍ଟ ପାଉଛି ମୋତେ ଯେମିତି ଯନ୍ତ୍ରଣା ହେଉଛି ବର୍ତ୍ତମାନ ଏରୁଣ୍ଡି ବନ୍ଧର ଗଲେ ମାଡ଼ ହେଉଥିବ ମାଡ଼ ହେବା ଯୋଗୁଁ ତାକୁ ମଧ୍ୟ ଯନ୍ତ୍ରଣା ହେଉଥିବ। ତେଣୁ ଏଇଭଳି ଭାବନା ଥିଙ୍କିଂ ସବୁ ତାର ଆସିବ ଯେଉଁଟାକି ମାନେ ଲଜିକାଲି ନୁହଁ ଆନିମେସନ୍ ବା ଗୋଟେ ବସ୍ତୁ କୈନ୍ଦ୍ରିକ ହେଇଯାଏ। ତେଣୁ ସେ ଅନୁଭବ କରିପାରେନି ଯେ ଇଏ ନିର୍ଜୀବ ଆମେ ହେଲେ ସଜୀବ ଆମକୁ ଦୁଃଖ ଅଛି କଷ୍ଟ ଅଛି ଯନ୍ତ୍ରଣା ଅଛି କିନ୍ତୁ ନିର୍ଜୀବ ବସ୍ତୁର ସେସବୁ କିଛି ନୁହଁ ଏହା ସେ ଅନୁଭବ କରିପାରିବନି। ତେଣୁ ଇଏ ହେଉଛି ସବୁ ଘଟଣା ପ୍ରି ଅପରେସନାଲ୍ ଷ୍ଟେଜ୍ର। ଏହା ପରବର୍ତ୍ତୀ ଆସିବ କନକ୍ରିଟ୍ ଅପରେସନାଲ୍ ଷ୍ଟେଜ୍। କନକ୍ରିଟ୍ ଅପରେସନାଲ୍ ଷ୍ଟେଜ୍ ଯେଉଁଟାକି 7ରୁ 11 ବର୍ଷ ରହିବ ଯେଉଁଥିରେ କି ଆମର ଇଣ୍ଡକ୍ଟିଭ୍ ଥଟ୍ ସବୁ ଆସିବ। ସେ କ'ଣ କରିବ ଏଇଠି ଲଜିକ୍ ଉପରେ ଆସିବ ଲଜିକାଲି ଭାବିପାରିବ ଏବଂ କନକ୍ରିଟ୍ ଯାହା ବାସ୍ତବ କଥା ଗୁଡ଼ିକୁ ସେ ବା ମୂର୍ତ୍ତ ଧାରଣା ଗୁଡ଼ିକୁ ସେ ସବୁ ଚିନ୍ତା କରିକି କହିପାରିବ। ଏଇଥିରେ ମୁଖ୍ୟ ଆସିବ CCS ବା କନଜରଭେସନ୍। ସି ମିନ୍ସ କନଜରଭେସନ୍ ଆଉ ଗୋଟେ ସି ମିନ୍ସ କ୍ଲାସିଫିକେସନ୍ ଆଉ ଗୋଟେ ଏସ୍ ମିନ୍ସ ସିରିଏସନ୍ ବା କ୍ରମିକ ରୂପ। ତେଣୁ କ୍ରମ ଅନୁସାରେ ଗୋଟେ ଜିନିଷକୁ ସଜେଇକି ରଖିବା ବିଭିନ୍ନ ଜିନିଷ ଗୋଟେ ଜାଗାରେ ଅଛି ତାକୁ ବର୍ଗ ଅନୁସାରେ ସଜେଇକି ରଖିବା ସଂରକ୍ଷଣ କରିବା ଗୋଟେ ଜିନିଷକୁ ଏସବୁ ଧାରଣା ତାର ଏଠି ଆସିବ। ଧରାଯାଉ ସ୍କୋୟାର ଟାଇପ୍ର କିଛି ପିକ୍ଚର ଅଛି ରେକ୍ଟାଙ୍ଗଲ ଟାଇପ୍ର କିଛି ଅଛି ଟ୍ରିଙ୍ଗଲ ଟାଇପ୍ର କିଛି ଅଛି ତାକୁ ଯଦି ଆମେ କହିବା ସବୁ ସଜେଇକି ରଖିଲୁ ତ୍ରିଭୁଜ ଗୁଡ଼ିକୁ ବେଲେ ସେସବୁ ତ୍ରିଭୁଜ ଯାକ ଗୋଟେ ଜାଗାରେ ରଖିବ ଆୟତ ଚିତ୍ର ଯାକ ଗୋଟେ ଜାଗାରେ ବସ୍ତୁ ଯାକ ରଖିବ ବା ବୃତ୍ତ ଅର୍ଦ୍ଧବୃତ୍ତ ଏସବୁ ଅଲଗା ରଖିବ। ତେଣୁ ଗୋଟେ ବର୍ଗୀକରଣ ସେ କରିପାରିବ କ୍ରମିକ ରୂପେ ସଜେଇକି ରଖିପାରିବ ପ୍ରତ୍ୟେକ ଜିନିଷକୁ ସଂରକ୍ଷଣ କରିବା ସାଇତିକି ରଖିବା ଏଇ ଭାବନା ସବୁ ଆସିଯିବ ତା ପାଖରେ। ଏଇଠି ରିଭର୍ସିବିଲିଟି ଥଟ୍ ଆସିପାରିବ ବିଭିନ୍ନ ପ୍ରଶ୍ନ ବିଭିନ୍ନ ଉତ୍ତରର ସେ କ'ଣ ପାଇଁ ହେଲା କାହିଁକି ହେଲା ଏସବୁ ଯାକ ମଧ୍ୟ ସେ ଭାବିପାରିବ। ତେଣୁ ଇଏ ହେଉଛି ସେଇ ପ୍ରି ଅପରେସନାଲ୍ ଷ୍ଟେଜ୍ ବା 2ରୁ 7 ବର୍ଷ। ଏହାପରେ ଜନ୍ ପିଆଜେଙ୍କ ମତ ଅନୁସାରେ ଶେଷ ସ୍ତରଟି ହେଲା ଫର୍ମାଲ୍ ଅପରେସନାଲ୍ ଷ୍ଟେଜ୍ ଯେଉଁଟାକି 11ରୁ 15 ବର୍ଷ ଆସିବ ବୟସ ସୀମା ମଧ୍ୟରେ ଶିଶୁର। ଆଉ ଇଏ ହେଉଛି ଔପଚାରିକ ବା ଏଥିରେ ବୋଥ୍ ରହିବ ଇଣ୍ଡକ୍ଟିଭ୍ ଆଣ୍ଡ ଡିଡକ୍ଟିଭ୍ ଥଟ୍ ଉଭୟ ଆରୋହ କ୍ରମ ଅବରୋହ କ୍ରମରେ ସେ ଭାବିପାରିବ। ଅବଷ୍ଟ୍ରାକ୍ଟ ଥିଙ୍କିଂ କରିବ ଅମୂର୍ତ୍ତ ଚିନ୍ତନ ଗୁଡ଼ିକୁ ମଧ୍ୟ ଏଠି ସେ ଚିନ୍ତା କରିପାରିବ ଭାବିପାରିବ କଳ୍ପନା କରିପାରିବ ବିଭିନ୍ନ କଥାକୁ ଆଗକୁ କ'ଣ ଘଟିବ ଏମିତି ହେଇପାରେ ସେମିତି ହେଇପାରେ ବିଭିନ୍ନ ହାଇପୋଥେଟିକାଲ କଥାକୁ ସେ ପରିକଳ୍ପନା କରିପାରିବ। ତେଣୁ ଏଇଭଳି ଭାବରେ ଶିଶୁଟିର 15 ବର୍ଷ ମଧ୍ୟରେ ଜ୍ଞାନର ବିକାଶ ହେବ। ତେଣୁ ଏଇଭଳି କଗ୍ନେଟିଭ୍ ଡେଭଲପମେଣ୍ଟ ହୁଏ ବୋଲି ଜନ୍ ପିଆଜେ ବର୍ଣ୍ଣନା କରିଛନ୍ତି ଯାହାକି ବିଭିନ୍ନ ପ୍ରକାର ଶିକ୍ଷକତା କରିବା ପାଇଁ ଯେଉଁ ସବୁ ରହେ ବିଭିନ୍ନ କମ୍ପିଟେଟିଭ୍ ଏକ୍ଜାମ୍ ସେଥିପାଇଁ ଏହା ଭାରି ଜରୁରୀ। ତେଣୁ ଆପଣମାନେ ଏହାକୁ ଭଲରେ ବୁଝିବେ ଏବଂ ଯଦି କିଛି ସନ୍ଦେହ ରହିଲା ଆପଣ କମେଣ୍ଟ ବକ୍ସରେ ପ୍ରଦାନ କରିବେ ବୋଲି ଆଶା କରିବି। ଧନ୍ୟବାଦ।